ତୁ ଘର ବେଳା ମାନେ ଆନନ୍ଦର ଅଶ୍ରୁ ଝରି ଯାଉଛି। ମୋର ଛାତ୍ରଛାତ୍ରୀ ମାନଙ୍କର ଏଇ ଯୋଉ ଆୟୋଜନ କରିଛନ୍ତି ସେଥିପାଇଁ ମୁଁ ବହୁତ ଗର୍ବିତ, ବହୁତ ଖୁସି ହଉଛି ଯେ ମୁଁ କେତେ ଶିଷ୍ୟ ମୁଁ ପଢିଛି। ତେଣୁକରି ସେମାନେ ମୋଠୁ କଣ ଶିଖିଛନ୍ତି ସେଇ ଆନନ୍ଦରେ ସେମାନେ ଉତ୍ଫୁଲ୍ଲିତ ହଉଛନ୍ତି। ମୋ ଗୁରୁ ଅଛନ୍ତି, ଗୁରୁ ବୋଲି ମୁଁ କହୁନି, ଗୁରୁ ପାଇଁ ବହୁତ କିଛି ଦରକାର। ଗୁରୁ ହେଲେ ବି ମୋ ଗୁରୁ ମୋ ଗୁରୁଙ୍କ ନାଁ ସ୍ୱର୍ଗତ ଦେବପ୍ରସାଦ ଦାସ। ମୁଁ ଶିଷ୍ୟମାନଙ୍କୁ କହିବି ସେମାନେ ଏମିତି ଅଧ୍ୟବସାୟ ଯଦି ଠିକ ଭାବରେ କରିବେ, ଠିକ ଭାବରେ ମାନେ ନୃତ୍ୟକୁ ଆପଣେଇ ନେଇ ତାର ଥିଓରି ତାର ପ୍ରାକ୍ଟିକାଲ ସହିତ ବିଧିବଦ୍ଧ ଭାବରେ ଶୃଙ୍ଖଳିତ ଭାବରେ ପ୍ରାକ୍ଟିସ କରି ନୃତ୍ୟ ଶିକ୍ଷା କରିପାରିବେ। ସେ ଜଣେ ଭବିଷ୍ୟତରେ ଉଚ୍ଚକୋଟୀର ନୃତ୍ୟଶିଳ୍ପୀ ମୋରି ପରି ବି ସେମାନେ ପଦ୍ମଶ୍ରୀ ପଦ୍ମଭୂଷଣ ପାଇପାରିବେ। ପ୍ରଥମେ କହିବି ଆପଣଙ୍କ ମାଧ୍ୟମରେ ଆଜି ଏଇ ଅଳ୍ପ ସମୟ ଭିତରେ ଆସିକି ପହଞ୍ଚି ପାରୁଛନ୍ତି, ଆପଣମାନଙ୍କୁ ସମସ୍ତ ଧନ୍ୟବାଦ ଜଣାଇବି। ମୁଁ ବିବେକାନନ୍ଦ ବାରିକ, ସମାଜସେବୀ। ଆମର ଆଚାର୍ଯ୍ୟ ବିହାର ପରିଷଦ ଆଉ ନୃତ୍ୟାନ ଯୋଉ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ ଅଛି, ଯେହେତୁ ଯୋଉ ଗୁରୁ ପଦ୍ମଶ୍ରୀ ପାଇଛନ୍ତି ରଣବୀର ସାର୍ ପାଇଛନ୍ତି, ତାଙ୍କର ଯୋଉଠି ଶାଖା ଅଛି ନୃତ୍ୟାନ, ସେ ଷ୍ଟୁଡେଣ୍ଟ ଆଉ ସେ ଛାତ୍ରଛାତ୍ରୀ ଆଉ ସ୍ଥାନୀୟ ବାସିନ୍ଦା ଗୋଟେ ମନସ୍ଥ କଲେ ଯୋଉ ନୃତ୍ୟାନର ଏଇଠି ଶାଖା ଅଛି, ଏଠି ପିଲାମାନେ ଶିଖି ପାରୁଛନ୍ତି। ଯଦି ଯିଏ ପଦ୍ମଶ୍ରୀ ପାଇଲେ ସାରା ଭାରତ ଆଜି ଖୁସି ଏବଂ ଓଡିଶା ଖୁସି ଏବଂ ଭୁବନେଶ୍ୱର ବି ଖୁସି। ସେ ବ୍ୟକ୍ତିତ୍ୱଙ୍କୁ ଯଦି ସମ୍ମାନିତ ନ କରିବେ ସେଟା ତ କମ ହବନି। ସେଥିପାଇଁ ଆଜି ସୁନ୍ଦର ଆୟୋଜନ କରିଥିବାରୁ ସମସ୍ତ ମାନେ ଯେତିକି ତାଙ୍କର ଛାତ୍ରଛାତ୍ରୀ ଏବଂ କଲୋନୀ ଆଉ ପରିଷଦର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ କମ ବି ହବ। ଆଉ ଏଥିରେ ଆମେ ଯୋଗ ଦେଇକି ଆମକୁ ନିଜକୁ ଧନ୍ୟ ମନେ କରୁଛୁ। ଆଉ ଏଠୁ ଗୋଟେ ଶିଖିବାର ଅଛି ଯେ ଆପଣ ଯାହା କରୁଛନ୍ତି, ଯୋଉ କର୍ମ କରୁଛନ୍ତି ଲକ୍ଷ୍ୟରେ କରନ୍ତୁ। ଆଜି ନହେଲେ କାଲି ଯେମିତି ହେଲେ ନିଶ୍ଚୟ ମିଳିବ। ଏଇ ହେଲା ଉଦାହରଣ। ସେ ତର୍ଜମାକୁ ତ ମୁଁ ସେତେ ଜ୍ଞାନ ନାହିଁ, ମୁଁ କିଏ ଆଗ ପାଇଲେ ପଛ ପାଇଲେ। ମୁଁ ଧନ୍ୟବାଦ ଦେବି ଆମ ରାଜ୍ୟ ସରକାରଙ୍କୁ ଏବଂ କେନ୍ଦ୍ର ସରକାରଙ୍କୁ, ଯାହା ହଉ ସେ ଯୋଗ୍ୟ ମାନିକି ଆମ ସାରଙ୍କୁ ଆଜି ଏଇ ପଦ୍ମଶ୍ରୀ ମିଳିଥିବାରୁ ଆମେ ନିଜକୁ ଧନ୍ୟ ଆଉ ଗର୍ବ। ସାର୍ ଆମର ଏଇଠୁ ଆରମ୍ଭ କରିଥିଲେ ଅନୁଷ୍ଠାନ, ଆଉ ଏଇଠୁ ସେ ଆଜି ଡେରି ହଉ କିନ୍ତୁ ପାଇଲେ ସେଟା ବହୁତ ଖୁସି କଥା ଆମ ପାଇଁ, ସମସ୍ତଙ୍କ ପାଇଁ ଖୁସି କଥା। କଲୋନୀ ପାଇଁ, ଓଡିଶା ପାଇଁ, ପୁରା ଭାରତ ବର୍ଷ ପାଇଁ। କାରଣ ତାଙ୍କୁ ସେ କେବଳ ଭାରତରେ ପରିଚିତ ନୁହନ୍ତି, ଓଡିଶାରେ ପରିଚିତ ନୁହନ୍ତି, ସାରା ବିଶ୍ୱରେ ପରିଚିତ। ତ ସେଥିପାଇଁ ଆମେ ତାଙ୍କୁ ଆଜି ସମ୍ମାନିତ କରି ନିଜକୁ ଗୌରବ ମନେ କରୁଛୁ। ସାର୍ ରଣବୀର ସାର୍ ଆକ୍ଚୁଆଲି ଆମର ଆଚାର୍ଯ୍ୟ ବିହାର ବାସିନ୍ଦା ବୋଲି ଆମେ ଧରି ନଉ। ସେ ତାଙ୍କର ଆରମ୍ଭ କରିଥିଲେ ତାଙ୍କର ପ୍ରଫେସନାଲ କ୍ୟାରିୟର ଆଚାର୍ଯ୍ୟ ବିହାରରୁ। ଆଉ ଆଜି ଯେଉଁ ସୋପାନରେ ପହଞ୍ଚିଛନ୍ତି ପଦ୍ମଶ୍ରୀ ଆୱାର୍ଡ ସମ୍ମାନିତ ସରକାର କରିଛନ୍ତି, ଏଇଟା ବହୁତ ଆଗରୁ ତାଙ୍କୁ ମିଳିବାର ଥିଲା, କିନ୍ତୁ ଡେରିରେ ହେଲେ ବି ଆଜି ମିଳେ। ତାଙ୍କର ବହୁତ ଶିଷ୍ୟା ବି ଆଗରୁ ପଦ୍ମଶ୍ରୀ ପାଇଛନ୍ତି। ସାର୍ଙ୍କୁ କାହିଁକି ଏପର୍ଯ୍ୟନ୍ତ ନ ମିଳିଲା ଆମେ ଜାଣିନଥିଲୁ। ଏବେ ଯାହା ହଉ ସରକାରଙ୍କର ଭଲ ପଦକ୍ଷେପ ଏଇଟା ଗୋଟେ, ସାର୍ ଆଜି ପାଇଲେ, ଆମେ ବହୁତ ଗର୍ବିତ। नमस्कार। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात परम ब्रह्म तस्मै श्री गुरवे नमः। मो ना हूँ मनोज कुमार प्रधान। मु गुरुंकर पट्ट शिष्य, जी कि मु आज गुरु पाखे आज पर्यटन गुरु घरे रही निजको साधन लत रखी। आज मत बहुत खुशी लगुच मो गुरु पद्मश्री पाई, कि सी पद्मश्री नुह पद्म विभूषण पाया योग्य जो लेवल। किंतु जहाँ हूँ शिष्य मैंने सीनियर मैंने समस्त भी पद्मश्री पाई। तो कौन कारण तो गुरुजी को बहुत लेट मिलला, तो सेटा तो भगवान कथा कहीपरि। तो आजिकल तो जानते सब तो लबी टाइप आम गुरु से नुहति। गुरु बहुत सरल निरीह, तांकर परिश्रम तांकर भगवान प्रति आशा विश्वास से परिश्रम से आज शिष्य पहुंचती। सकाशे आम भी गर्वान्वित होचु आम शिष्य पद्मश्री गुरुंकर शिष्य बोली आम जहाँ देश विदेश नृत्य कर नृत्य परिवेशन करमाध्यम स्कॉलरशिप पाई, दूरदर्शन क्रिएट आर्टिस्ट समाज आम पदवी पाई। तो मु ओडिशार समस्त ओडिशा बाद जी सार शिष्य शिष्य समस्त धन्यवाद देवी। सब मीडिया भाई मानक धन्यवाद देवी, जहाँ कि माध्यम गुरु मो बापा तुल्य, जी कि मो बापा कहले अतृप्त हम ना। आज से पद्मश्री पाई मुझे बहुत खुशी, एत खुशी जो आप बहुत देखते मीडिया देखते बेसी खुशी नाची। तो मु 3 दिन धरी भी बहुत मजा मस्ती नाच गीत पूरा मजी जाइए, जहाँकि जहाँ जो मुझे गोटे भल नृत्यशिल्पी हो पार्टी भल ना कमे पार्टी। आपाई बहुत चिर ऋणी मो गुरु पाखे। आशीर्वाद छत्र छाया तले रही सब रही। नृत्य को सेमती करेंगे ओडिशी की जमी मूल द्वार ओडिशी जमी गुरु आमको शिखे से मूलटा ही रखी ओडिशी नृत्यर प्रचार प्रसार करी।
आज गुरुजी को सांगे नहीं पुरी जगन्नाथ मंदिर को तो जगन्नाथ मंदिर पशि गले समस्त कले ये लोक काली पद्मश्री पाई ସେଇଟା ମତେ ବେଶୀ ଭଲ ଲାଗିଲା ଯୋଉମାନେ ଖାଲି ଆର୍ଟିଷ୍ଟ ନୁହଁ ଅନ୍ ଆର୍ଟିଷ୍ଟ ଲୋକମାନେ ବି ଚିହ୍ନି ପାରିଲେ ଯେ ଏଇ ଲୋକ ପଦ୍ମଶ୍ରୀ ମିଳିଛି ତା ଯୋଉମାନେ ଦେଖିଲେ ସେମାନେ କହିଲେ ଏଇ ଲୋକକୁ ପଦ୍ମଶ୍ରୀ ପଦ୍ମବିଭୂଷଣ ମିଳିବା ଦରକାର ସେଇଟା ମୋ ବି ବଡ ହେଇଗଲା ତ ମୁଁ ଧନ୍ୟବାଦ ଆଉ ଯୋଉ ଆସିଥିବା ଆମର ଏଇ ମିଡିଆ ଭାଇ ମାନଙ୍କୁ ଅଶେଷ ଧନ୍ୟବାଦ ଯାହା ତମ କିଛି ସମୟ ମୂଲ୍ୟ ବାହାର କରିକି ସମୟର ମୂଲ୍ୟଟା ବହୁତ ସମସ୍ତ ପାଇଁକା ଇମ୍ପୋର୍ଟାଣ୍ଟ ମୂଲ୍ୟଟାର ମାନେଟା ଆମେ ମାନେ କେବଳ ବୁଝୁ ଆର୍ଟିଷ୍ଟ ମାନେ ଆଉ ଅଲଗା କଥା କହିପାରିବେନି କିନ୍ତୁ ଆପଣ ସେଇ ସମୟ ସେଇ ଟିକେ ମୁହୂର୍ତ୍ତ ପାଇଁ ମୂଲ୍ୟ ବାହାର କରି ଆମ ପାଖକୁ ଆସିକି ଆମର ଏଇ ଯୋଉ ଆପଣ ଗଣମାଧ୍ୟମରେ ଆମେ ଯୋଉ ପ୍ରଚାର ପ୍ରସାର ହବୁ ସେଥିପାଇଁ ଆପଣ ମାନଙ୍କୁ ବି ବହୁତ ଧନ୍ୟବାଦ ନମସ୍କାର ଜୟ ଜଗନ୍ନାଥ।